ଭାଇ କାଲି ତମେ ଯୋଉ ଭାଉଜଙ୍କୁ କହୁଥିଲ ଯେ ଏ ଭାଉଜ ହଉଛନ୍ତି ଅରୁଆ ଚାଉଳ ଦୁବ, କିନ୍ତୁ ଆଜି ତାଙ୍କର ଅସଲ ମୁଖା ସାମ୍ନାକୁ ଆସିଛି। କାରଣ ଗତ ଦିନରେ ତମେ କହୁଥିଲ ରାହୁଲ ଭାଇଙ୍କ ବାବା ମାମା ତାଙ୍କ ଭଉଣୀ ବହୁତ ଖରାପ ବୋଲି, କିନ୍ତୁ ଆଜି ହଠାତ୍ ଅଡ଼ିଓ ରେକର୍ଡିଂ ଭାଇରାଲ ହେଲା ପରେ ଆପଣମାନେ ବି ବିଶ୍ୱାସ କରିପାରିବେନି। ନାଇଁ ମୋ ଶୁଣୁ ଶୁଣୁ, ମୋ ସ୍ୱାମୀ ମୋର ନାହିଁ, ସକ୍ଷମ ନାହିଁ, ମୁଁ ମାଗିକି ଚଳୁଛୁ, ଖୋଲା ଖୋଲି କଥା। ମୁଁ ମାଗିକି ଚଳୁଛି, ଶୁଣୁ 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 ଶୁଣୁ, ମୁଁ ମାଗିକି ଚଳୁଛି। ମୁଁ ଡେଲି ଡେଲି ଯେଉଁ ଟେନସନରେ ରହୁଛି ତୁ ଜାଣିନୁ। ନାଇଁ ନାଇଁ ମୋତେ ଗୋଟେ ମାନେ ନା ନା ମୋତେ ଗୋଟେ ଜିନିଷ କହ, ମୁଁ ଯେଉଁ ଡେଲି ଡେଲି ଟେନସନରେ ରହୁଛି ତୁ ଜାଣିନୁ। ସେଇ ଶୁଣୁ, ପଇସା ହିଁ ସବୁରୁ ମୂଳ ମନ୍ତ୍ର। ପଇସା ଯଦି ନଥିବ ତୁ ଏଉଠୁ ପଳାଶୁଣି ବି ଯାଇପାରିବୁନି। ନାଇଁ ଘରୁ ବାହାରିଲୁ, ତୁ ସକାଳୁ ଆଇଲୁ। ଶୁଣୁ 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 ଶୁଣୁ, ନା 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 ତୁ ଗୋଟେ ଶୁଣୁ 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 ଶୁଣୁ, ମୋତେ ବୋଉ ଗୋଟେ ଜିନିଷ କହିଲା। ମୋତେ ବୋଉ କହିଲା କି ହ୍ୟାଲୋ, ବୋଉ ମୋତେ ଗୋଟେ ଜିନିଷ କହିଲା, ସେ ଗୋଟେ ବୋଉଟା ଯାଇଥିଲା ସକାଳୁ ଗଲାଣି, ତୁ ପୁଣି କ'ଣ ପାଇଁ ରାତିରେ ତାକୁ ଡାକୁଛୁ ଏଠି? ହଁ ନାଇଁ ସବୁ ଜିନିଷ ଦେଖିବାକୁ ପଡ଼େ, ଗୋଟେ ଯେହେତୁ ବୋହୂ ଗୋଟେ ଦେଖିବାକୁ ପଡ଼େ। ତୁ ମାମାଙ୍କୁ ବି ପଚାରିବୁ, ସେ ମାମା ବି କହିବେ। ଶୁଣୁ ଶୁଣୁ ଶୁଣୁ, ତୁ ଭୁବନେଶ୍ୱର ବାହା ହ କି ଯେଉଁଠି ବାହା ହ, ଗୋଟେ ଜିନିଷ ଯଦି ଯେଉଁଟା ଅଛି ଟିପିକାଲ ଯେଉଁଟା ନା ନା ଘରୁ ବାହାରିବା କଥା ନୁହଁ। ଯେହେତୁ ତୋର ଗୋଟେ ଶ୍ୱଶୁର ଅଛନ୍ତି, ଶାଶୁଟି ଚଳିବ। ବାହାର ଲୋକଙ୍କ କଥା କିଏ ଚିନ୍ତା କରୁଛି? ହଁ ମାନେ ତୁ ଶୁଣୁ, ଗୋଟେ ଗୋଟେ ବଢ଼ିଆ ଜିନିଷ କହିବି। ତୋର ବୁଲିବାର ଅଛି ବାହାରେ, ତୁ ଟୋଟାଲ ବାହାରେ ରହିବାର ଅଛି, ତୋର ପୁରା ଗୋଆ ଷ୍ଟାଇଲରେ ବୁଲିବାର ଅଛି। ନାଇଁ ମୋ ଶୁଣୁ ଶୁଣୁ, ମୋ ସ୍ୱାମୀ ମୋର ନାହିଁ, ସକ୍ଷମ ନାହିଁ, ମୁଁ ମାଗିକି ଚଳୁଛୁ, ଖୋଲା ଖୋଲି କଥା। ମୁଁ ମାଗିକି ଚଳୁଛି, ଶୁଣୁ 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 ଶୁଣୁ, ମୁଁ ମାଗିକି ଚଳୁଛି। କ'ଣ ପାଇଁ ମାନେ ଗୋଟେ ଜିନିଷଟା ଶୁଣୁ ତ ରହିବ। ତୁ ତ ଡେଲି ତ ସେମିତିରେ ନର୍ମାଲି ବୁଲୁଛୁ, ଦଶ ମଙ୍ଗାଳରୁ ତୁ ବୁଲୁଛୁ ନା ବୁଲୁନୁ? ନାଇଁ ଠିକ୍ ଅଛି, ସେଥିରେ ସପୋର୍ଟ କରୁଛି ନା ମୁଁ କରୁନି? ମାନେ ଆଉ କିଏ କରିବ ବୋଧେ ବାହାର ଲୋକ? କିଛି କରୁନି ତ? ହଉ ତାହେଲେ ଶୁଣୁ, ହଉ ଛାଡ଼ିଦେ ଛାଡ଼ିଦେ, ଶୁଣୁ ଶୁଣୁ ଶୁଣୁ, ଶୁଣୁ ଶୁଣୁ ଶୁଣୁ, ଗୋଟେ କଥା ଶୁଣୁ ଶୁଣୁ, ମୁଁ କ'ଣ ପାଇଁ ବାହାରୁନି ତୋ ସହିତ? ମୋ ପାଖରେ ପଇସା ନାହିଁ ବୋଲି ମୁଁ ବାହାରୁନି, ହେଲା। ମୁଁ ଆଉ ଗୋଟେ ଜିନିଷ ଗୋଟେ କହୁଛି, ମୁଁ ତୋତେ ଯଦି କିଛି ଜିନିଷରେ ସପୋର୍ଟ କରୁନାହିଁ, ତାହେଲେ ମୁଁ ତୋତେ କହିଦେଉଛି କାଲିଠୁ ମୁଁ କେଉଁ ଜିନିଷରେ କ'ଣ କରିବୁ, କିଛି ତୁ କ'ଣ କେମିତି ଘରେ ମ୍ୟାନେଜ୍ କରିବୁ ଯିବୁ। ଯଦି ତୋତେ ଇରିଟେଟ୍ ଲାଗିଲା, ତୁ ଘରେ କଥାବାର୍ତ୍ତା ହେଇକି ତୁ ତୋର ବାଟରେ ପଳା, ମୁଁ ମୋ ବାଟରେ ପଳେଇବି। ନାଇଁ ଭାଇ ତୁ ଦେଖେ ଦେଖେ, ତୁ ଗୋଟେ ଫ୍ରିଡମ୍ ଝିଅ, ଖୋଲା ନାଇଁ, ମୁଁ ତତେ ଗୋଟେ ଖୋଲିକି କହୁଛି, ତୁ ଗୋଟେ ଫ୍ରିଡମ୍ ଝିଅ। ଶୁଣୁ ଶୁଣୁ, ମୁଁ ସବୁ ଜିନିଷ କହିଥିଲି। ଶୁଣୁ ଶୁଣୁ ମା ମା ଶୁଣୁ, ମୁଁ ଡେଲି ଡେଲି ଯେଉଁ ଟେନସନରେ ରହୁଛି ତୁ ଜାଣିନୁ। ନାଇଁ ନାଇଁ ମୋତେ ଗୋଟେ ମାନେ ନା ନା ମୋତେ ଗୋଟେ ଜିନିଷ କହ, ମୁଁ ଯେଉଁ ଡେଲି ଡେଲି ଟେନସନରେ ରହୁଛି ତୁ ଜାଣିନୁ। ସେଇ ଶୁଣୁ, ପଇସା ହିଁ ସବୁରୁ ମୂଳ ମନ୍ତ୍ର। ପଇସା ଯଦି ନଥିବ ତୁ ଏଉଠୁ ପଳାଶୁଣି ବି ଯାଇପାରିବୁନି। କଥାଟା ବୁଝିପାରୁଛୁ? ମୋ ପାଖରେ ପଇସା ପତ୍ର ଥିଲେ ମୁଁ ତୋତେ ମୁଁ ରହିଥାଏ। ମୋତେ ଗୋଟେ ନା 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 ନର୍ମାଲି ଗୋଟେ କଥା ମୋତେ କହ, ଯେଉଁ ଯାଇଥିଲେ ଭଞ୍ଜ ହେରିକା ତାଙ୍କର ଯେଉଁ ପାଟି କନି ଶୁଣ, ଯେଉଁ ଭଞ୍ଜ ହେରିକା ତାଙ୍କର ସୁରାଟରେ କୋଲାବରେସନ୍ ଥିଲା, ଆମର କିଛି ନଥିଲା। ମୁଁ ପୁଣି ଯାଇକି ଲକ୍ଷ ଲକ୍ଷ ଟଙ୍କା ସେଠି ପୁଣି ଖର୍ଚ୍ଚ କରିକି ମୁଁ ତୋତେ ନେଇକି ବୁଲେଇକି ନେଇକି ଆଇଲି ନା ଆସିଲିନି? ଯେଉଁ ଯାଇଥିଲେ ସୁରାଟ, ଯେଉଁ ଆଜମେର ଫ୍ୟାସନ୍ କଣ୍ଟ୍ରଭେସନ୍, ଶଳା ମୋର ବା ଯାଇଛି 90,000 ଟଙ୍କା ସେଦିନ। ତୁ କେତେ ଦେଇଛୁ କ'ଣ କରୁଛୁ ମୁଁ ସେଟା କହୁନି, ମୋର 90,000 ମୁଁ ଖର୍ଚ୍ଚ କଲି ନା କଲିନି? ଯେହେତୁ ତୋର ଇଚ୍ଛା ଥିଲା ଆମେ ଯିବା ମିଶିକି। ଶୁଣୁ ସେଗୁରା ମୋତେ ଇଏ କହିବୁନି, ମୁଁ ତତେ ସେଗୁରା ମୋତେ ଶୁଣୁ, ମୁଁ ତୃଷ୍ଣା ମୁଁ ତତେ କହୁଛି, ଏବେ ଗାଜରୁ ହନି, ତୁ ବାହାରି ଘରକୁ ଯା। ଭାଇ ଏ ଭିଡ଼ିଓରେ ଆମେ କାହାକୁ ସପୋର୍ଟ କରୁନୁ,
ନା ରାହୁଲ ଭାଇଙ୍କର ବାପା ମାମା ଆଉ ତାଙ୍କ ଭଉଣୀକୁ, ନା ଏପଟେ ରାହୁଲ ଭାଇଙ୍କ ସ୍ତ୍ରୀ କ୍ରିଷ୍ଣା ଭାଉଜକୁ। କିନ୍ତୁ ଯେଉଁଟା ସତ ସେଇଟା ସାମ୍ନାକୁ ଆଣିବା ଆମର କର୍ତ୍ତବ୍ୟ। ତ ସାଙ୍ଗମାନେ ଭିଡ଼ିଓଟି କେମିତି ଲାଗିଲା, ତ ଯଦି ବା କିଛି ଏ ଭିଡ଼ିଓରୁ ଭୁଲ ଥାଏ ତ କମେଣ୍ଟରେ ଜଣାଇଦେବେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବେ। ତ ଯଦି ମୋ ଚ୍ୟାନେଲକୁ ନୂଆ ହେଇକି ଆସିଛନ୍ତି ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ, ନମସ୍କାର, ବାଏ ବାଏ।